ମୋ ନା ସମ୍ବିତ ଦାସ। କୋଉ ଘର? এই সালেপুর মো ঘর। কଣ କହିବି ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ରକୁ ଲୋକମାନେ ଆଗେ ଓଡ଼ିଆ ଚଳଚ୍ଚିତ୍ର ଲୋକଙ୍କ ଗୋଟେ ପ୍ରଶଂସା ହେଇଥିଲା, ଏବେ ଓଡ଼ିଆ ଚଳଚ୍ଚିତ୍ର ଲୋକ ଏତେ ଆଦୃତ କରୁନାହାନ୍ତି କ'ଣ ପାଇଁ? ଦେଖନ୍ତୁ ଆଗରୁ ଯେଉଁ ଚଳଚ୍ଚିତ୍ର ହେଉଥିଲା ଏହା ବିଷୟରେ ଆମେ ଅନେକ ବାର ଆଲୋଚନା ମଧ୍ୟ କରିଛେ ଗଣମାଧ୍ୟମରେ, ସାମାଜିକ ଗଣମାଧ୍ୟମରେ, ଯେ କାହିଁକି ଓଡ଼ିଆ ଫିଲ୍ମକୁ ଦେଖିବା ପାଇଁ ଓଡ଼ିଆ ଦର୍ଶକ ହଲ୍କୁ ଆସୁନାହାନ୍ତି। କେତେଟା କାରଣ ଅଛି ଏଥିରେ। କିଛି ମନ୍ତବ୍ୟ ଥିଲା ଯେ ସେଭଳି ଆଉ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉନି ବା ଡବିଂ ଚଳଚ୍ଚିତ୍ର ଓଡ଼ିଆରେ କରାଯାଉଛି, ଏବଂ ଦ୍ୱିତୀୟ କଥା ମଧ୍ୟ ହେଉଥିଲା ଯେ ଅଭିନେତା ମାନେ ଆଉ ଅଭିନୟ ପ୍ରତି ଏତେ ଆକୃଷ୍ଟ ନ ହୋଇ ସେମାନେ ରାଜନୀତିକୁ ପ୍ରବେଶ କଲେ। ଯେଉଁ ଅଭିନେତା ମାନଙ୍କୁ ଲୋକମାନେ ଅଭିନୟ ମାଧ୍ୟମରେ ପରିଚିତ କରାଇଥିଲେ ବା ତାଙ୍କୁ ଭଲ ପାଇଥିଲେ, ସେ ଅଭିନେତା ମାନେ ଅଭିନୟରୁ ନିଜର ଦୂରେଇ ଯାଇ ମାନେ ସେତେ ମାତ୍ରାରେ ଅଭିନୟ ପ୍ରତି ଧ୍ୟାନ ନ ଦେଇ ବର୍ତ୍ତମାନ ଯେହେତୁ ରାଜନୀତିରେ ସେମାନେ ଆସିଯାଉଛନ୍ତି, ହୁଏତ ସେମାନଙ୍କର ଫୋକସ୍ ବର୍ତ୍ତମାନ ଅଭିନୟ ଛଡ଼ା ରାଜନୀତିକୁ ବୋଧେ ଆସୁଛି। ଯାହାଫଳରେ ଲୋକମାନେ ତାଙ୍କ ଭିତରେ ସେଇ ଯେଉଁ ମନୋବୃତ୍ତି ନେଇ ଯାଉଥିଲେ, ଆଗରୁ ଆମେ ଯାଉଥିଲୁ ଫିଲ୍ମ ଦେଖିବା ପାଇଁ, ଯେତେବେଳେ ମନେକର ପ୍ରଶାନ୍ତ ନନ୍ଦଙ୍କ କଥା କୁହନ୍ତୁ, ଉତ୍ତମ ମହାନ୍ତିଙ୍କ କଥା କୁହନ୍ତୁ, ତାଙ୍କର ଉତ୍ତମ ମହାନ୍ତିଙ୍କର ଯେତେବେଳେ ଗୋଟେ ଚଳଚ୍ଚିତ୍ର ଲାଗୁଥିଲା ସ୍ୱତଃପ୍ରବୃତ୍ତ ଭାବରେ ଦର୍ଶକଙ୍କର ଭିଡ଼ ଜମୁଥିଲା। ପ୍ରଶାନ୍ତ ନନ୍ଦଙ୍କର ମଧ୍ୟ ଯେତେବେଳେ ସେଭଳି ଚଳଚ୍ଚିତ୍ର ଲାଗୁଥିଲା ସେତେବେଳେ ମଧ୍ୟ ଦର୍ଶକଙ୍କ ଭିଡ଼ ଜମୁଥିଲା। ସେତେବେଳେ ସେମାନେ ରାଜନୀତିକୁ ପ୍ରବେଶ କରିନଥିଲେ। ଯେତେବେଳେ ସେମାନଙ୍କର ଚଳଚ୍ଚିତ୍ର ଲୋକଙ୍କୁ ଯେତେବେଳେ ସେମାନେ ସେମାନଙ୍କର ଅଭିନୟର ସେବା ଯୋଗାଇ ସାରିଲେ, ତାପରେ ସେମାନେ ରାଜନୀତିକୁ ପ୍ରଶାନ୍ତ ନନ୍ଦ ହୁଅନ୍ତୁ ବା ଅନ୍ୟ କେହି ଆସିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। କିନ୍ତୁ ଏବେ କ'ଣ ଜଣାପଡ଼ୁଛି, ଏବେ ଚଳଚ୍ଚିତ୍ର ଅଭିନେତା ମାନେ ଯଦି ଅଭିନୟରେ ନିଜର ଫୋକସ୍ କରନ୍ତେ ବା ଧ୍ୟାନ ଦିଅନ୍ତେ, ତାହେଲେ ମୁଁ ଭାବୁଛି ଯେକୌଣସି ବି ଚଳଚ୍ଚିତ୍ର ହେଉ, ଯେତେବେଳେ ଚଳଚ୍ଚିତ୍ର ନିର୍ମାଣ ହେଉଛି, ଯେଉଁ ଲେଖକ ଲେଖୁଛନ୍ତି ବା ଯେଉଁ ଡାଇରେକ୍ଟର ତାକୁ ଡାଇରେକ୍ଟ କରୁଛନ୍ତି ବା ଯାହା ବି କରୁଛନ୍ତି, ସେମାନେ ନିଶ୍ଚୟ କିଛି ଉଦ୍ଦେଶ୍ୟ ରଖି କରୁଛନ୍ତି, ଏହା ସଫଳ ହେଉ, ଲୋକଙ୍କୁ ଭଲ ଲାଗୁ। ସେମାନେ ସେମିତି କେବେ ବି ମୁଁ ଭାବୁଛି ଅଣଦେଖା କରି ଚଳଚ୍ଚିତ୍ର କରୁନଥିବେ। ସେ ନିଶ୍ଚୟ ଓଡ଼ିଶାର ଓଡ଼ିଆ ଲୋକଙ୍କର ରୁଚି ସମ୍ପନ୍ନ ଚଳଚ୍ଚିତ୍ର କରିବା ପାଇଁ ଚେଷ୍ଟା କରୁଛନ୍ତି। ଅଭିନେତା ମଧ୍ୟ ଅଭିନୟ କରୁଛନ୍ତି। ତେଣୁ ବର୍ତ୍ତମାନ କଥାଟା ଉଠୁଛି, ଓଡ଼ିଆ ଦର୍ଶକ କାହିଁକି ଓଡ଼ିଆ ହଲ୍କୁ ଆସୁନାହାନ୍ତି ବା ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁନାହାନ୍ତି। ଏଠି ଗୋଟିଏ କଥା କୁହାଯାଇପାରେ ଯେ ନିଶ୍ଚୟ ଗୋଟେ ଗୁଣାତ୍ମକ ଚଳଚ୍ଚିତ୍ର ଯେମିତି ଦମନ ହଉ ବା ଯେଉଁଠି ଆପଣଙ୍କର ଫୋକସ୍ ରହିବ ଯେ କେମିତି ଓଡ଼ିଆ ଲୋକଙ୍କୁ ଦର୍ଶକଙ୍କୁ ଟାଣିଲା ଭଳିଆ ଯେଉଁ ଷ୍ଟୋରି ବା ରଚନା, ନିଶ୍ଚୟ ଓଡ଼ିଆ ଲୋକଙ୍କୁ ଚଳଚ୍ଚିତ୍ରକୁ ଟାଣିବ। ତା ସାଙ୍ଗରେ ପ୍ରଚାର ଓ ପ୍ରସାର ମଧ୍ୟ। ଦେଖନ୍ତୁ ହଲ୍ ବନ୍ଦ ହେବାର କାରଣ ହେଉଛି ସେଇ ଚଳଚ୍ଚିତ୍ର ଶିଳ୍ପରେ ଲାଗି ରହିଥିବା ଅସ୍ଥିରତା, ଯେଉଁଥିପାଇଁ ଚଳଚ୍ଚିତ୍ର ମାଲିକ ହଲ୍ର ମାଲିକମାନେ କ୍ଷତି ସହିଲେ ଏବଂ ଚଳଚ୍ଚିତ୍ରକୁ ଯେତେବେଳେ ସେମାନେ ପ୍ରେକ୍ଷାଳୟରେ ଚଲେଇଲେ, ସେତେବେଳେ ଦର୍ଶକମାନେ ଯେତେବେଳେ ଗଲେନି, ଫାଙ୍କା ପଡ଼ିଲା, ବାଧ୍ୟ ହୋଇକି ସେ ଶିଳ୍ପରୁ ସେମାନେ ଦୂରେଇ ଗଲେ। ଆଉ ବର୍ତ୍ତମାନ ସାଲେପୁର ଯେଉଁ ହଲ୍ଟି ଅଛି, ସାଲେପୁରରେ ଯେଉଁ ପ୍ରେକ୍ଷାଳୟଟି ଅଛି ବିକେ ଟକିଜ୍, ତାହା ମଧ୍ୟ ବନ୍ଦ ହେବାକୁ ବସିଥିଲା। କିନ୍ତୁ ଯାହା ହଉ ଧନ୍ୟବାଦ ଦେବୁ ଆମେ ତାର ମାଲିକ ଯିଏ ଅଛନ୍ତି ନବକିଶୋର କର ମହୋଦୟଙ୍କୁ, ଯେତେବେଳେ ଆମେମାନେ ଯାଇକି ଆପଣମାନଙ୍କର ଏଇ ଚ୍ୟାନେଲ ମାଧ୍ୟମରେ ଯେତେବେଳେ ଆମେ କହିଥିଲୁ ତାଙ୍କୁ, ସିଏ ଯାହା ହଉ ସେ ଛୋଟ ହଲ୍ଟିଏ କଲେ ଏବଂ ସେ ହଲ୍ ଯେଉଁ ବର୍ତ୍ତମାନ ଚାଲୁଛି ମଧ୍ୟ କିଛି ଦର୍ଶକ ଆସୁଛନ୍ତି। କିନ୍ତୁ 100 ସିଟ୍ର ବର୍ତ୍ତମାନ ଯେଉଁ ଏସି ହଲ୍ଟି କରାଗଲା, ତା ଫଳରେ କ'ଣ ହେଲା ଯେ ଦର୍ଶକଙ୍କୁ ଦେଖିଲା ଭଳି ଗୋଟିଏ ପ୍ରେକ୍ଷାଳୟ ମିଳିଲା ଏବଂ ବର୍ତ୍ତମାନ ସାଲେପୁରରେ ସେ ହଲ୍ଟି ମଧ୍ୟ ଚାଲୁଛି। କଲେ ସରକାର କିଛି ସାହାଯ୍ୟ କଲେ ଆଉ କିଛି ହେଇପାରନ୍ତା କି? ନିଶ୍ଚୟ ସରକାରଙ୍କର ଯଦି କିଛି ପ୍ରୋତ୍ସାହନ ମିଳିବ ହଲ୍ ମାଲିକମାନଙ୍କୁ ବା ଫିଲ୍ମ କରିବା ପାଇଁ ଯେଉଁମାନେ ଆଗ୍ରହୀ ସେମାନଙ୍କୁ ଯଦି କିଛି ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ମିଳିବ, ନିଶ୍ଚୟ ଏହା ଉନ୍ନତି ହେବ। ଆଉ ଦ୍ୱିତୀୟ କଥା ହେଲା, ଚଳଚ୍ଚିତ୍ର ଯେହେତୁ ବର୍ତ୍ତମାନ ଇଣ୍ଟରନେଟ୍ର ବହୁଳ ପ୍ରସାର ଅଛି, ଲୋକଙ୍କ ହାତରେ ଗୋଟେ ଗୋଟେ ଗ୍ୟାଜେଟ୍ ବା ମୋବାଇଲ୍ସ ଅଛି ଏବଂ ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ହିନ୍ଦୀ ହେଉ, ତେଲୁଗୁ ହେଉ, ସେଇଭଳି ଚଳଚ୍ଚିତ୍ରକୁ ସେମାନେ ଘରେ ବସି ଦେଖିଦେଉଛନ୍ତି। ତ ସେମାନେ ହଲ୍ରେ ଯାଇ ଦେଖିବା ପାଇଁ ଚାହୁଁନାହାନ୍ତି, କିନ୍ତୁ ହଲ୍ରେ ଦେଖିବାର ଯେଉଁ ମଜା ଅଛି, ଯେଉଁଭଳି ସାଉଣ୍ଡ ଅଛି, ଯେଉଁଭଳି ପରଦା ଅଛି, ସେ ପରଦାରେ ସେ ଫିଲ୍ମର ଯେଉଁ ଫ୍ଲେଭର ଅଛି, ଯାହାକୁ ଆମେ କହିବା ଫିଲ୍ମକୁ ବୁଝିବା ପାଇଁ ଯେଉଁଭଳି ଲାଗିବ, ସେ ନିଶ୍ଚୟ କେବେ ବି ଆପଣଙ୍କ ଗୋଟେ 6 ଇଞ୍ଚର ମୋବାଇଲରେ ଲାଗିବ ନାହିଁ। ତେଣୁ ଆମେ ମଧ୍ୟ ନିବେଦନ କରୁଛୁ ଓଡ଼ିଶାର ସମସ୍ତ ଯୁବପିଢ଼ିଙ୍କୁ ବା ଯେଉଁମାନେ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଆନ୍ତି, ନିଶ୍ଚୟ ଓଡ଼ିଆ ଫିଲ୍ମଟି ଆସି ଦେଖନ୍ତୁ। ସେ ଭଲ ହେଉ ବା ଖରାପ ହେଉ ଏବଂ ତା ଭିତରେ ମତାମତ ମଧ୍ୟ ରେଗୁଲାର ଭାବରେ ସେମାନେ ସାମାଜିକ ଗଣମାଧ୍ୟମ ହେଉ, ମାନେ ମୋ କହିବା କଥା ଗଣମାଧ୍ୟମରେ ହେଉ
ମତାମତ ଦିଅନ୍ତୁ। ଯେଉଁଭଳି ଭାବରେ ଆଗରୁ ଖବରକାଗଜରେ ଫିଲ୍ମଟେ ବାହାରିଲେ ତାର ପୋଷ୍ଟର ଛପା ଯାଉଥିଲା, ତା ମଧ୍ୟ ଧୀରେ ଧୀରେ ବନ୍ଦ ହେଇଗଲାଣି। ଏବେ ଆଉ ସେ ଆଡଭର୍ଟାଇଜମେଣ୍ଟ ଖବରକାଗଜରେ ବାହାରୁନି। ପ୍ରମୋସନ ବି ବହୁତ କମ୍ ଅଛି, ଖାଲି ଗୋଟେ ଡିଜିଟାଲ ମିଡ଼ିଆରେ ପ୍ରମୋସନ କଲେ ହେବନି। ରୀତିମତ ଭାବରେ ଯେଉଁଭଳି ଭାବରେ ପୁରୁଣା ଢଙ୍ଗରେ ଯଦି ଚଳଚ୍ଚିତ୍ରକୁ ପ୍ରଚାର ଏବଂ ପ୍ରସାର କରାଯିବ, ନିଶ୍ଚୟ ମୁଁ ଭାବୁଛି ଓଡ଼ିଆ ଦର୍ଶକମାନେ ପୁଣି ହଲ୍କୁ ଫେରିବେ ଏବଂ ଓଡ଼ିଆ ଚଳଚ୍ଚିତ୍ର ଦେଖିବେ।